जय जगन्नाथ पिलाମାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୋ କ୍ଲାସେସ୍‌କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଦେଖିବେ କି ନୀତିଶାସ୍ତ୍ରର ସାରାଂଶ କ'ଣ? ତ ପୂର୍ବ ଭିଡ଼ିଓରେ ପିଲାମାନେ ଦେଖିଥିଲେ ନୀତିଶାସ୍ତ୍ର ଏବଂ ତା'ର ଗୁରୁତ୍ୱ ବିଷୟରେ ଆମେ ଆଲୋଚନା କରିଥିଲେ। ତ ଆଜିର ଭିଡ଼ିଓରେ ପିଲାମାନେ ଦେଖିବେ କି ନୀତିଶାସ୍ତ୍ରର ସାରାଂଶ। ତ ଦେଖ ପିଲାମାନେ, ତ ନୀତିଶାସ୍ତ୍ର ସାରାଂଶ କେବଳ ନିୟମ କିମ୍ବା ଆଇନଗତ ସଂହିତା ଅନୁସରଣ କରିବାଠାରୁ ବହୁତ ଦୂରରେ। ଆମେ ଖାଲି କହିବା ନିୟମ କିମ୍ବା ଆଇନଗତ ସଂହିତା ଅନୁସରଣ କରିବ, ତ ତାକୁ ଆମେ ନୀତିଶାସ୍ତ୍ର କହିବା, ତାହା ନୁହେଁ। ଏହା ଏକ ନୈତିକ ଦାୟିତ୍ୱବାନ ମଣିଷ ହେବାର ଅର୍ଥ କ'ଣ, ତା'ର ମୂଳ ମାନେ ଗୋଟେ ଦାୟିତ୍ୱବାନ ମନୁଷ୍ୟ କେମିତି ହେବା, ଗୋଟେ ନୈତିକ ମନୁଷ୍ୟ ହେବାର ଅର୍ଥ କ'ଣ, ତ ସେଟାର ମୌଳିକ ମୂଲ୍ୟ ହେଉଛି କି ନା ନୀତିଶାସ୍ତ୍ର। ତ ନୀତିଶାସ୍ତ୍ର ସାରାଂଶକୁ ଆମେ ଅନେକ ମୁଖ୍ୟ ଧାରଣା ମାଧ୍ୟମରେ ଆମେ ବୁଝାଯାଇ ପାରିବ। ତ ଦେଖିବା କ'ଣ କ'ଣ ନା ଉତ୍ତମ ଜୀବନର ଅନୁସନ୍ଧାନ। ତ ନୀତିଶାସ୍ତ୍ରର ଆଉ ଗୋଟିଏ ସାରାଂଶ ହେଉଛି ବା ତା'ର ଅର୍ଥ କ'ଣ ନା ଉତ୍ତମ ଜୀବନର ଅନୁସନ୍ଧାନ। ଏହାର ମୂଳରେ ନୀତିଶାସ୍ତ୍ର ହେଉଛି ଉତ୍ତମ ଜୀବନକୁ ପରିଭାଷିତ କରିବା ଏବଂ ହାସଲ କରିବା ପାଇଁ ଏକ ସନ୍ଧାନ। ତ ଆମେ ଯଦି ଦେଖିବା, ତ ନୀତିଶାସ୍ତ୍ର କ'ଣ ନା ପିଲାମାନେ ଆମ ଉତ୍ତମ ଜୀବନ, ତ ଆମ ଜୀବନର ଉତ୍ତମ ଜୀବନକୁ ପରିଭାଷିତ କରିବା ଏବଂ ତାକୁ ହାସଲ କରିବା ପାଇଁ ଏକ ସନ୍ଧାନ ହେଉଛି ନୀତିଶାସ୍ତ୍ର। ଏହା କେବଳ ବ୍ୟକ୍ତିଗତ ଆନନ୍ଦ କିମ୍ବା ସଫଳତା ବିଷୟ ନୁହେଁ, ବରଂ ଏକ ଅର୍ଥପୂର୍ଣ୍ଣ, ଉଦ୍ଦେଶ୍ୟପୂର୍ଣ୍ଣ ଏବଂ ନିଜ ଏବଂ ଅନ୍ୟମାନଙ୍କ ପାଇଁ ସକାରାତ୍ମକ ଯୋଗଦାନ ଦେଉଥିବା ଜୀବନ ବିଷୟରେ। ତ ଏଇଟା କେବଳ ଗୋଟେ ବ୍ୟକ୍ତିଗତ ବା ଗୋଟେ ବ୍ୟକ୍ତିଗତ ଆନନ୍ଦ ବା ବ୍ୟକ୍ତିଗତ ସଫଳତାକୁ ନୁହଁ, ଏଇଟା ଟୋଟାଲି ଅର୍ଥପୂର୍ଣ୍ଣ, ଉଦ୍ଦେଶ୍ୟପୂର୍ଣ୍ଣ ଏବଂ ନିଜ ଏବଂ ଅନ୍ୟମାନଙ୍କ ପାଇଁ ଗୋଟେ ସକାରାତ୍ମକ ଯୋଗଦାନ ଦେଉଥିବା ଜୀବନ ବିଷୟରେ ଆଲୋଚନା ଏଠାରେ କରାଯାଇଥାଏ। ଏହା ନୈତିକ ଯୁକ୍ତିର ଏକ ବ୍ୟବସ୍ଥା ଯାହା ଆମ ମାନବ ଅସ୍ତିତ୍ୱର ଜଟିଳତାଗୁଡ଼ିକୁ ନେଭିଗେଟ୍ କରିବାରେ ଏବଂ ମାନବ ସମୃଦ୍ଧି ଆଡ଼କୁ ନେଇଯାଉଥିବା ପସନ୍ଦ କରିବାକୁ ସାହାଯ୍ୟ କରେ। ତ ସେ କ'ଣ କଲେ ନା ପିଲାମାନେ, ଯଦି ଆମେ ଉତ୍ତମ ଜୀବନ ଅନୁସନ୍ଧାନ ଗୋଟେ ଭଲ ଜୀବନ ଯଦି ଅନୁସନ୍ଧାନ କରିବାକୁ ଚାହୁଁଛେ, ତାହେଲେ କ'ଣ ସେଇଟା ଆମର ନୀତିଶାସ୍ତ୍ରରେ ହେଉଛି। ତ ନୀତିଶାସ୍ତ୍ରର ଗୋଟେ ମୁଖ୍ୟ ଉଦ୍ଦେଶ୍ୟ ହେଲା କ'ଣ ନା ସେ ଉତ୍ତମ ଜୀବନର ଅନୁସନ୍ଧାନ କରିଥାଏ। ତ ସ୍ୱଚ୍ଛାକୃତ ମାନବ କାର୍ଯ୍ୟ ଉପରେ ସେ ଧ୍ୟାନ କରିଥାଏ। ନୀତିଶାସ୍ତ୍ର ଏପରି କାର୍ଯ୍ୟ ସହିତ ଜଡ଼ିତ ଯାହା ସଚେତନ, ଜାଣିଶୁଣି ଏବଂ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ମନେ ରଖି କରାଯାଏ। ତ ନୀତିଶାସ୍ତ୍ର ଏପରି ଗୋଟେ କାର୍ଯ୍ୟ ଯାହା ସହିତ କ'ଣ ନା ମାନେ ଏପରି ଗୋଟେ କାର୍ଯ୍ୟ ସହିତ ସେ ଜଡ଼ିତ ହୋଇଛି ନୀତିଶାସ୍ତ୍ର, ଯାହାକି ସଚେତନ, ଜାଣିଶୁଣି ଏବଂ ଗୋଟେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ମନରେ ରଖି କରାଯାଇଥାଏ। ଏହା ବ୍ୟକ୍ତିଗତ ଦାୟିତ୍ୱ ଏବଂ ସ୍ୱାଧୀନ ଇଚ୍ଛା ବିଷୟରେ। ତ ଆମେ ନିଜର ଦାୟିତ୍ୱ ଯାହା ରହିଛି ବା ବ୍ୟକ୍ତିଗତ ଦାୟିତ୍ୱ ଏବଂ ସ୍ୱାଧୀନ ଇଚ୍ଛା, ଆମ ଇଚ୍ଛା ହେଲେ ଆମେ କରିବା, ସେ ବିଷୟକୁ ନେଇ ଏଇଟା ନିଆଯାଇଛି। ନୀତିଶାସ୍ତ୍ର ଆମକୁ ପରିସ୍ଥିତି ପ୍ରତି ପ୍ରତିକ୍ରିୟା କରିବା ପରିବର୍ତ୍ତେ ଆମର ପ୍ରେରଣା, ଉଦ୍ଦେଶ୍ୟ ଏବଂ ଆମର ପସନ୍ଦର ପରିଣାମ ଉପରେ ପ୍ରତିଫଳିତ କରିବାକୁ କୁହେ। ତ ନୀତିଶାସ୍ତ୍ର କ'ଣ ନା ପିଲାମାନେ ଆମକୁ ପରିସ୍ଥିତି ସହିତ କେମିତି ଆମେ ପ୍ରତିକ୍ରିୟା କରିବା, ସେଇଟାକୁ ନ କରି ଆମେ କେମିତି ଉଦ୍ଦେଶ୍ୟ ବା ଆମର ପ୍ରେରଣା, ଉଦ୍ଦେଶ୍ୟ ବା ଆମର ପସନ୍ଦର ପରିଣାମ ଉପରେ କେମିତି ପ୍ରତିଫଳିତ କରିବାକୁ ହେବ, ସେଇଟା ସେ ଆମକୁ ବୁଝାଏ ହେଲା। ତ ଆମ ସ୍ୱାର୍ଥରୁ ଆମେ ଆଗକୁ ବଢ଼ିବା ହେଲା, ଆତ୍ମସ୍ୱାର୍ଥରୁ ଆଗକୁ କେମିତି ବଢ଼ିବା। ଦେଖ, ନୀତିଶାସ୍ତ୍ର ମୂଳ ହେଉଛି ମୁଁରୁ ଆମକୁ ଧ୍ୟାନର ପରିବର୍ତ୍ତନ। ଆମେ ଏଠି ମୁଁ ଦେଖିବାନି, ଆମେ ସବୁବେଳେ ଦେଖି କ'ଣ ଆମେ ତ ମୁଁ ଖାଇବି, ମୁଁ ପିନ୍ଧିବି, ମୁଁ ରହିବି, ଏମିତି ନାହିଁ। ଆମେ ଖାଇବା, ଆମେ ପିନ୍ଧିବା, ଆମେ ରହିବା। ତ ଯେମିତି ସେଭଳି ଭାବରେ ମୁଁ ହିଁ ସବୁ କରି ନାହିଁ, ମୁଁଟା ନାହିଁ, ମୁଁ ବଦଳ ଆମେ ହେଲା। ଏହା ଆମକୁ କେବଳ ଆମର ନିଜର ନୁହେଁ, ଅନ୍ୟମାନଙ୍କ ସ୍ୱାର୍ଥ, ମଙ୍ଗଳ ଏବଂ ଚୂଡ଼ାନ୍ତ ଭଲ ବିଷୟରେ ମଧ୍ୟ ବିଚାର କରିବାକୁ ଆହ୍ୱାନ କରେ। ତ ଏଇଟା ଖାଲି ନିଜର ନାହିଁ, ଏଇଟା ସାରା ସମାଜ ପାଇଁ ବା ଅନ୍ୟମାନଙ୍କ ପାଇଁ ମଧ୍ୟ ତାଙ୍କୁ ଭଲ ବିଷୟରେ ଚିନ୍ତା କରିବାକୁ ମଧ୍ୟ ସେଇଟା ଆହ୍ୱାନ କରେ। ନୈତିକ ଆଚରଣ ହେଉଛି ସହାନୁଭୂତି, କରୁଣା ଏବଂ ଅନ୍ୟ ଲୋକ, ସମାଜ ଏବଂ ପ୍ରାକୃତିକ ଜଗତ ସହିତ ଆମର ଆନ୍ତଃ ସଂଯୁକ୍ତତାର ସ୍ୱୀକୃତିକୁ ଆମେ କହିବା କ'ଣ ନା ସେ ନୀତିଶାସ୍ତ୍ର ସେ ଗୋଟେ ସାରାଂଶ ହେଲା। ଅନ୍ୟମାନଙ୍କ ପ୍ରତି ସହାନୁଭୂତି ଦେଖିବା, ଅନ୍ୟମାନଙ୍କ ପ୍ରତି କରୁଣା କରିବା, ଅନ୍ୟମାନଙ୍କ ପାଇଁ କିଛି ଭଲ କାମ କରିବା। ତ ଏଇଟା ହେଉଛି ଆମର ନୀତିଶାସ୍ତ୍ର ଗୋଟେ ସାରାଂଶ। ନୀତିଶାସ୍ତ୍ର ଏଇଟା ଆମକୁ ଜ୍ଞାନ ଦେଇଥାଏ। ତ ସଠିକ୍ ଏବଂ ଭୁଲ ମଧ୍ୟରେ ପାର୍ଥକ୍ୟ, ତ କେଉଁଟା ଠିକ୍ କେଉଁଟା ଭୁଲ, ତା ମଧ୍ୟରେ ଯେଉଁ ପାର୍ଥକ୍ୟଟାକୁ କିଏ ଦେଖାଏ ନା ନୀତିଶାସ୍ତ୍ର। ତ ନୀତିଶାସ୍ତ୍ର ନୈତିକ ଭାବରେ କ'ଣ ଠିକ୍ ଏବଂ କ'ଣ ଭୁଲ ତା ମଧ୍ୟରେ ପାର୍ଥକ୍ୟ କରିବା ପାଇଁ ଏକ ଢାଞ୍ଚା ପ୍ରଦାନ କରେ। ତ କେଉଁଟା ଠିକ୍ କେଉଁଟା ଭୁଲର ଗୋଟେ ଯେଉଁ ଢାଞ୍ଚାଟା କିଏ ପ୍ରଦାନ କରେ ନା ନୀତିଶାସ୍ତ୍ର। ଏହା ଆଇନଗତ କିମ୍ବା ସାମାଜିକ ଭାବରେ ଗ୍ରହଣୀୟ କ'ଣ ତାଠାରୁ ଅଧିକ ଗଭୀର ହୋଇଯାଏ। ତ ଏହା ଆଇନଗତ କିମ୍ବା ସାମାଜିକ ଭାବରେ କ'ଣ ଗ୍ରହଣୀୟ ତାଠାରୁ ସେ ଅଧିକ ଗଭୀର ହୋଇଯାଏ। ଏକ କାର୍ଯ୍ୟ ଆଇନଗତ ହୋଇପାରେ, ଯଥା ଆଇନର ସୀମା ମଧ୍ୟରେ ଏକ କମ୍ପାନୀ ନଦୀକୁ ପ୍ରଦୂଷିତ କରୁଛି, କିନ୍ତୁ ତଥାପି ଏହାକୁ ଅନୈତିକ ବୋଲି ବିବେଚନା କରାଯାଏ। ଦେଖ, ଗୋଟେ କାର୍ଯ୍ୟ ଆଇନଗତ ହୋଇପାରେ, କ'ଣ ଆଇନଗତ ନା ସେ ମାନେ ପରମିଶନ ପାଇଛି ସରକାରଙ୍କଠୁ ଯେ ସେ ତାର କ'ଣ କମ୍ପାନୀ ନଦୀକୁ ପ୍ରଦୂଷିତ କରୁଛି, ମାନେ ତାର ଜଳଗୁଡ଼ିକୁ ନଦୀ ଭିତରକୁ ଛାଡ଼ୁଛି ବା ତାକୁ ନଦୀଟି ପ୍ରଦୂଷିତ ହେଉଛି, କିନ୍ତୁ ଏଇଟା ଗୋଟେ କ'ଣ ଗୋଟେ ଅନୈତିକ କାର୍ଯ୍ୟ ବୋଲି କୁହାଯାଇପାରେ, କାରଣ ଜଳଟା ପ୍ରଦୂଷିତ ହେଉଛି। ନୀତିଶାସ୍ତ୍ର ହେଉଛି ଆମେ କ'ଣ କରିବା ଉଚିତ ଏବଂ କେବଳ ଆମର କ'ଣ କରିବାକୁ ଅନୁମତି ଦିଆଯାଇଛି ତାହା ନୁହେଁ। ତ ଅନୁମତି ଦେଇଦେଲେ ହେଇଗଲା ନା ପିଲାମାନେ, ଅନୁମତି ଦେବା ଦ୍ୱାରା କ'ଣ କ୍ଷତି ହୁଏ। ତ ଦେଖ, ଅନୁମତି ଦିଆଗଲା, ସରକାର କହିଲେ ହଜାର ସଂଖ୍ୟକ ଗଛ କାଟିଦିଅ, ତ ସେଇଟା କ'ଣ ଅନୁମତି ମିଳିଯାଇଛି ସତ, କିନ୍ତୁ ସେଇଟା ଗୋଟେ ନୈତିକ କାର୍ଯ୍ୟ ହୋଇନଥାଏ। ତ ତାପରେ ଆମେ ଦେଖିବା ପିଲାମାନେ ଆତ୍ମପ୍ରତିଫଳନର ନିରନ୍ତର
प्रक्रिया नीतिशास्त्र मन रखापी नियमगुड़िकर एक स्थिर सेट नुहे यह एक गतिशील और प्रतिफलित प्रक्रिया यह आमको निरंतर आम धारणा प्रश्न करने को आमर मूल्यबोध को मूल्यांकन करने को एवं सूचनाप्रद विवेकी निष्पत्ति ने आवश्यक कै यह एक नैतिक चरित्र विकास और सचोटता साधुता और न्याय भली गुण पालन करने विषय से आमको बुझाए तो आमको कौन पे मैंने गोटे नैतिक चरित्र विकास कर सचोटता माने सत्य सब कह सचोट रहा और साधुता और न्याय भली गुण पालन करने विषय से आमको सूचना दिए तो सारांश जब आम देखिए पे नीतिशास्त्र सार हूँ नैतिक जुक्ति मानव दक्षता बृहत्तर मंगल कार्य कर सचेतन प्रसंग मान बृहत्तर मंगल कौन ना पे समस्त मंगल है खाली निज मंगल नुह समस्त मंगल जो कार्य कर सचेतन प्रसंग और समस्त मंगल को प्रोत्साहित कर नीति द्वारा परिचालित जीवन निरंतर अनुसंधान को आम कह नीतिशास्त्र तो यह केवल अस्तित्व उद्देश्य और नैतिक गुरुत्वपूर्ण जीवन पृथक से कै तापर देखिए पे तो नीतिशास्त्र निर्णायक कौन देख गोटे व्यक्तिगत कारण प्रथम आम देखा तो व्यक्तिगत कारण कौन हो देख एगुड़िक हूँ व्यक्तिगत वैशिष्ट्य जहाँ नैतिक निष्पत्ति ग्रहण को प्रभावित करे कौन देख व्यक्तिगत मूल्यबोध और नैतिकता जड़े व्यक्ति मूल मूल्यबोध जपरी सचोटता साधुता और न्याय नैतिक पसंद एक प्राथमिक फिल्टर भाव में कार्य कै जे परिवेशगत स्वास्थ्यित्व को उच्च मूल्य दिखती से अधिक परिवेश अनुकूल किंतु कम सुविधाजनक विकल्प बाछि पारती जितेबाला आर्थिक सफलता को प्राथमिकता देउथिबा अन्य जन व्यक्ति भिन्न पसंद करि से कौन कले पे देख व्यक्तिगत मूल्यबोध और नैतिकता जड़े व्यक्ति को मूल मूल्यबोधटा जपरिक से सचोटता हो पारा साधुता हो पारा न्याय हो पारा से नैतिक पसंद गोटे प्राथमिक फिल्टर भाव से कार्य करे यहाँ हूँ गोटे नैतिक पसंद से गोटे प्राथमिक फास्ट फिल्टर जे परिवेशगत स्थायित्व को उच्च मूल्य दिखती से अधिक परिवेश अनुकूल से अधिक हाँ से परिवेश अधिक परिवेश अनुकूल किंतु कम सुविधाजनक विकल्प बाछि पारती जे परिवेश स्थायित्व गोटे उच्च मूल्य दिखती जे परिवेश को जी देखते जे परिवेश गोटे भल पाती से परिवेश अधिक अनुकूल किंतु कम सुविधाजनक विकल्प बाछि पारती जितेबाला आर्थिक सफलता प्राथमिकता देते व्यक्ति अन्य व्यक्ति ठार से भिन्न पसंद कर जहाँ पाखे टंका अच्छे हाँ गच कटू गचर नष्ट हो किसी दरकार नहीं मत मो पाखे टंका अच्छे कि जी परिवेश को भल पाए तो से कम विकल्प ही से बाछि थाए लालन पालन और पारिवारिक प्रभाव परिवार सदस्यों ठार शैशव समय शिखा जाइथिबा नैतिक नीतिगुड़ मूलदुआ नीतिगुड़ मूलदुआ तो जिते परिवार ठार गोटे शिशुटे पिलादिन बा तार शैशव समय शिखुची नैतिक नीतिगुड़ से तार मूलदुआ दया उपर गुरुत्व देउथिबा परिवार में पालित व्यक्ति वयस्क भाव में सहानुभूति और दया देखार संभावना देते तो जो परिवार गोटे पालित व्यक्ति माने कौन दया पर गुरुत्व दी जाए गोटे जो परिवार से परिवार जो पालित व्यक्तिटा से वयस्क हेले से निश्चित भाव में दया भाव तार देखईदेव तो शिक्षा और ज्ञान देख विभिन्न नैतिक तत्व दर्शन और नैतिक जुक्ति ढांचार संप्रसारण जन व्यक्ति नैतिक द्वंद्वर सम्मुखीन होबार संभावना को गुरुत्वपूर्ण भाव में प्रभावित करें यह से केवल अंत प्रवृत्ति अनुसरण करने परिवर्ते जटिल परिस्थिति विषय समालोचनामूलक भाव में चिंता कर साहाय्य करे तो देख विभिन्न नैतिक तत्व दर्शन व नैतिक जुक्ति ढांचार संप्रसारण जन व्यक्ति नैतिक द्वंद्वर सम्मुखीन होबार संभावना को से गुरुत्वपूर्ण भाव में प्रभावित करें यह से केवल अंत प्रवृत्ति अनुसरण करने परिवर्ते जटिल परिस्थिति समय केमती समालोचनामूलक भाव में चिंता कर साहाय्य करे माने समालोचना भाव में केमती चिंता कर गोटे जटिल परिस्थिति से विषय कौन ये साहाय्य करें तो तापर आसला पे कौन सामाजिक और सांस्कृतिक कारण गुड़ कौन कौन देख तो प्रथम आसला सांस्कृतिक मानदंड और परंपरा तो युड़ ही मन रख पे बेस किसी ना मुझे इंपोर्टाट से ही क्लास करुँच अन्न गुड़ तो मुझे छाड़ी दूसरी जहाँ नैतिक बोली विवेचना करे प्रायतः संस्कृति मध्य भिन्न होता है जब आम देखा तो जोटा नैतिक बोली आम विवेचना आम करें प्रायतः संस्कृति मध्य ही भिन्न अलग होता है टिप देवा अमेरिका संस्कृति एक आशाकर मानदंड किंतु यह एसीय संस्कृति या अनावश्यक कि अपमानजनक भाव देखा जाए जो टिप देउछंती होटेल बा बड़ बड़ रेस्टोरेंट मानक जो टिप देउछंती तो सेटा अमेरिका संस्कृति गोटे आशा करा मानदंड कि आम एसीय संस्कृति से गोटे अपमान बोली देखा जाए पारे तो धार्मिक विश्वास किसी चेंजेस आसी थाए अनेक धर्म एक मूलदुआ नैतिक ढांचा प्रदान करे नैतिक संहिता और नीति सहित से जहाँ आचरण मार्गदर्शन करे उदाहरण स्वरूप हिंदू धर्म और बौद्ध धर्म अहिंसार धारणा अनुगामी मान खाद्य और कार्य विषय पसंद को से प्रभावित करे तो हिंदू धर्म और बौद्ध धर्म अहिंसार धारणाटा एक किंतु से खाद्य और कार्य किसी अलग थाए पसंद अलग आगे पसंद अलग होता है तो सामाजिक गोष्ठी और सहकर्मी
ବନ୍ଧୁ ସହକର୍ମୀ ମାନେ ସେ ଆମର ଯିଏ ସାହାଯ୍ୟ କରନ୍ତି ଆମକୁ ବିଭିନ୍ନ କ୍ଷେତ୍ର କାର୍ଯ୍ୟରେ ଏବଂ ଅନ୍ୟାନ୍ୟ ସାମାଜିକ ଗୋଷ୍ଠୀର ପ୍ରଭାବ କିଛି ଆଚରଣ ପାଳନ କରିବା ପାଇଁ ଚାପ ସୃଷ୍ଟି କରିପାରେ। କେତେକ ସମୟରେ ଗ୍ରହଣୀୟତା ପାଇବା ପାଇଁ ଅନୈତିକ କାର୍ଯ୍ୟ ସବୁ କରିବା ବାଧ୍ୟ କରେ। ତ କ୍ଷେତ୍ର ମାନେ କିଛି ଗ୍ରହଣୀୟତା ପାଇବା ପାଇଁ ଆମେ ମଝିରେ ମଝିରେ କ'ଣ ବହୁତ ଗୁଡ଼ିଏ ଅନୈତିକ କାର୍ଯ୍ୟ ମଧ୍ୟ କରୁଛେ। ତ ବୃତ୍ତିଗତ ଏବଂ ପରିସ୍ଥିତି କାରଣ ଗୁଡ଼ିକ, ତ ଗୋଟେ ହେଉଛି ବୃତ୍ତିଗତ ଆଚରଣ ସହିତ ଦେଖିବା। ଦେଖ, ଅନେକ ବୃତ୍ତିର ଆନୁଷ୍ଠାନିକ ଭାବେ ନୈତିକ ନିର୍ଦ୍ଦେଶାବଳୀ ଅଛି ଯାହା ସେମାନଙ୍କ ସଦସ୍ୟମାନଙ୍କ ପାଇଁ ଗ୍ରହଣୀୟ ଆଚରଣକୁ ପରିବେଷିତ କରେ। ଯେପରି ଡାକ୍ତରଙ୍କ ପାଇଁ ହିପୋକ୍ରାଟିକ୍ ଶପଥ ଏବଂ ଏକ କମ୍ପାନୀର ଆଭ୍ୟନ୍ତରୀଣ ନୀତିଶାସ୍ତ୍ର। ତ ଗୋଟେ ଡାକ୍ତରଙ୍କ ପାଇଁ ଯେଉଁ ହିପୋକ୍ରାଟିକ୍ ଶପଥଟା ଗୋଟେ କିମ୍ବା ଗୋଟେ କମ୍ପାନୀର ଆଭ୍ୟନ୍ତରୀଣ ନୀତିଶାସ୍ତ୍ର ହେଉଛି ଗୋଟେ କ'ଣ ନା ବୃତ୍ତିଗତ ଆଚରଣ ସଂହିତା। ତ ସେମିତି ଭାବରେ ସଂଗଠନାତ୍ମକ ସଂସ୍କୃତି, ତ ଏକ କର୍ମକ୍ଷେତ୍ରର ମୂଲ୍ୟବୋଧ ଏବଂ ନୈତିକ ପରିବେଶ କର୍ମଚାରୀଙ୍କ ଆଚରଣକୁ ବହୁଳ ଭାବରେ ସେଇଟା ପ୍ରଭାବିତ କରିଥାଏ। ଗୋଟେ କର୍ମକ୍ଷେତ୍ରର ମୂଲ୍ୟବୋଧଟା ଏବଂ ଗୋଟେ ନୈତିକ ପରିବେଶଟା କର୍ମଚାରୀଙ୍କ ଆଚରଣକୁ ସେଇଟା ବହୁତ ଭାବରେ ପ୍ରଭାବିତ କରେ। ଉଦାହରଣ ଦ୍ୱାରା ପରିଚାଳିତ ଏକ ଦୃଢ଼ ନୈତିକ ସଂସ୍କୃତି ଥିବା ଏକ କମ୍ପାନୀରେ ଅଧିକ ନୈତିକ କର୍ମଚାରୀ ଥାନ୍ତି। ଗୋଟେ ନୈତିକ ସଂସ୍କୃତି ଯେଉଁ କମ୍ପାନୀର ଥିବ ସେ କମ୍ପାନୀରେ ଅଧିକ ନୈତିକ କର୍ମଚାରୀ ସବୁ ଥିବା, ଯେଉଁ କମ୍ପାନୀ ଯେମିତି ତାର କର୍ମଚାରୀ ମଧ୍ୟ ସେମିତି। ତ ପରିସ୍ଥିତି ଏବଂ ପରିଣାମ କ'ଣ ଦେଖ, ଏକ ପରିସ୍ଥିତିର ପରିପ୍ରେକ୍ଷୀ ଏହାର ସମ୍ଭାବ୍ୟ ଫଳାଫଳ ସମେତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଉଦାହରଣ ସ୍ୱରୂପ, ଆର୍ଥିକ କଷ୍ଟର ସମ୍ମୁଖୀନ ହୋଇଥିବା ଜଣେ ବ୍ୟକ୍ତି ବଞ୍ଚିବା ପାଇଁ ଅନୈତିକ ଆଚରଣରେ ନିୟୋଜିତ ହେବାକୁ ଅଧିକ ପ୍ରଲୋଭିତ ହୋଇପାରେ। ତ ଗୋଟେ କ'ଣ ଦେଲା ନା ଉଦାହରଣ, ନା ଆର୍ଥିକ କଷ୍ଟର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଯାହା ପାଖରେ ଅର୍ଥର ଅଭାବ ଅଛି ସେ ବଞ୍ଚିବା ପାଇଁ ଅନୈତିକ ଆଚରଣ ନିୟୋଜିତ ହେବାରୁ ସେ ଅଧିକ ପ୍ରଲୋଭିତ ହୋଇପାରେ। ଯେ ଅନେକ ଅନୈତିକ କାର୍ଯ୍ୟ ମଧ୍ୟ କରିପାରେ, ଚୋରି କରିପାରେ ବା କାହାକୁ ଗୁଣ୍ଡାଗର୍ଦି ମଧ୍ୟ ସେ କରିପାରେ ଯାହା ପାଖରେ ଟିକେ ଟଙ୍କା ଅଭାବ ଅଛି। ଏକ କାର୍ଯ୍ୟର ପ୍ରତ୍ୟାଶିତ ପରିଣାମ ଭଲ ହେଉ ବା ଖରାପ ହେଉ ସେ ନୈତିକ ପସନ୍ଦ ମଧ୍ୟ ପ୍ରବଳ ଭାବରେ ସେ ପ୍ରଭାବିତ କରେ। ସେ ଭଲ କେଉଁଟା ଖରାପ କେଉଁଟା ନ ଜାଣିପାରି ଖରାପ କାର୍ଯ୍ୟ ଗୁଡ଼ିକ ମଧ୍ୟ ସେ କରିଥାଏ। ତ ମାନବୀୟ କାର୍ଯ୍ୟର ନିର୍ଣ୍ଣାୟକ କେତେଟା ଦେଖିଦେବା ପିଲାମାନେ। ତ ପ୍ରଥମେ ଆସୁଛି ଆମର କ'ଣ ମାନବ କାର୍ଯ୍ୟ ନିର୍ଣ୍ଣାୟକ, ଦେଖ ପ୍ରଥମେ ଆସିଲା ଜୈବିକ ନିର୍ଣ୍ଣାୟକ। ତ ଯେଉଁଟା ହେଉଛି ପ୍ରବୃତ୍ତି ଓ ପ୍ରତିଫଳନ, ଯେମିତି ଭୋକ, ତୃଷ୍ଣା, ଲିଙ୍ଗ ଏବଂ ସୁରକ୍ଷା ପରି ସେ ମୌଳିକ ବଞ୍ଚିବାରେ ସେ ପ୍ରେରଣା ଦେଇଥାଏ। ତାପରେ ଜେନେଟିକ୍ସ ବା ଶରୀର ବିଜ୍ଞାନରେ ଆମେ ଦେଖିବା ବଂଶାନୁକ୍ରମିକ ଗୁଣ, ସ୍ୱାସ୍ଥ୍ୟ ଅବସ୍ଥା, ହରମୋନ ପ୍ରଭାବ ଏଗୁଡ଼ିକ ଆମର ରହିଥାଏ ଜେନେଟିକ୍ସରେ ଏବଂ ସ୍ନାୟୁଗତ କାରକ ଗୁଡ଼ିକ ଯିଏକି ମସ୍ତିଷ୍କ ଗଠନ, ଭାବନା ଓ ନିଷ୍ପତ୍ତିକୁ ପ୍ରଭାବିତ କରିଥାଏ ନ୍ୟୁରୋ ଟ୍ରାନ୍ସମିଟର। ତ ଏଗୁଡ଼ିକ ଆମର ଜୈବିକ ନିର୍ଣ୍ଣାୟକର ଗୋଟେ ଦେଇଥାଏ। ତ ଜୈବିକ ନିର୍ଣ୍ଣାୟକ କ'ଣ ଦେଖ ନା ମାନବୀୟ କାର୍ଯ୍ୟର ନିର୍ଣ୍ଣାୟକ ହେଉଛି ଅନ୍ତର୍ନିହିତ ଶକ୍ତି, ପରିସ୍ଥିତି ଏବଂ ଏହାର ପ୍ରଭାବ ଯାହା ଲୋକମାନେ କାହିଁକି କାର୍ଯ୍ୟ କରନ୍ତି ତାର ଆକାର ଦିଏ। ସେ ଲୋକମାନେ এই କାର୍ଯ୍ୟଟା କାହିଁକି କରୁଛନ୍ତି ତ ତାର ଆକାର ଦେଇକି ନା ମାନବୀୟ କାର୍ଯ୍ୟର ନିର୍ଣ୍ଣାୟକ। এই ନିର୍ଣ୍ଣାୟକ ଗୁଡ଼ିକୁ ଦର୍ଶନ, ମନସ୍ତତ୍ତ୍ୱ, ସମାଜ ବିଜ୍ଞାନ ଓ ରାଜନୀତି ବିଜ୍ଞାନରେ ବ୍ୟାପକ ଭାବରେ ବୁଝିବ। ତ ଦେଖ, ତ ମନସ୍ତାତ୍ତ୍ୱିକ ଦେଖ ପିଲାମାନେ, ତ ମନସ୍ତାତ୍ତ୍ୱିକ ଆବଶ୍ୟକତା ଉଦ୍ଦେଶ୍ୟ କ'ଣ, ତ ଶାରୀରିକ ସୁରକ୍ଷା, ପ୍ରେମ, ସମ୍ମାନ, ଆତ୍ମ ଏଗୁଡ଼ିକ ଆମେ ଦେଖିବା ସେମାନଙ୍କର ଆବଶ୍ୟକତା ବା ଉଦ୍ଦେଶ୍ୟ ଦେଖିକି। ତ ଇଚ୍ଛା ଏବଂ ଆଗ୍ରହ, ତାର ଇଚ୍ଛା କ'ଣ ବା ବ୍ୟକ୍ତିଗତ ପସନ୍ଦ କ'ଣ, ତାର କେଉଁଥି ପ୍ରତି କୌତୂହଳ ସୃଷ୍ଟି ହେଉଛି ତ ସେଇଟା ଆମର କ'ଣ ମନସ୍ତାତ୍ତ୍ୱିକ ଆସିବ। ଭାବନା, ସେ କ'ଣ ଭାବୁଛି, ଭୟ, କ୍ରୋଧ, ପ୍ରେମ, କରୁଣା, ତ କାର୍ଯ୍ୟଗୁଡ଼ିକୁ ଦୃଢ଼ ଭାବରେ ଚାଳିତ କରେ। ମାନେ ସେ କ'ଣ ଭାବୁଛି, କାହା ପ୍ରତି ଭୟ ରଖୁଛି ବା ମୋ ପ୍ରତି କ୍ରୋଧ ରଖୁଛି କି କ'ଣ, ତ ଏଗୁଡ଼ିକ ଯେଉଁ ଭାବୁଛି ବା ଏଇଟା ହେଉଛି ମନସ୍ତାତ୍ତ୍ୱିକ ନିର୍ଣ୍ଣାୟକ। ଜ୍ଞାନାତ୍ମକ ପ୍ରକ୍ରିୟା, ଧାରଣା, ଯୁକ୍ତି, ସ୍ମୃତି ଓ ନିଷ୍ପତ୍ତି ଗ୍ରହଣ, ତ ଏଗୁଡ଼ିକ ହେଉଛି ଜ୍ଞାନାତ୍ମକ ପ୍ରକ୍ରିୟାରେ ଗଲା। ତ ସାମାଜିକ ନିର୍ଣ୍ଣାୟକରେ ଆମେ ଯଦି ଦେଖିବା ପରିବାର ଏବଂ ଲାଳନ ପାଳନ, ପ୍ରାରମ୍ଭିକ ଶୈଶବ ସାମାଜିକୀକରଣ, ତା ସହିତ ନୈତିକ ଶିକ୍ଷା, ସଂସ୍କୃତି ଏବଂ ପରମ୍ପରା ମଧ୍ୟ ଲାଗି ରହିଛି ଯେମିତି ଗ୍ରହଣୀୟ ଆଚରଣ ନିୟନ୍ତ୍ରଣ କରୁଥିବା ସହଭାଗୀ ମୂଲ୍ୟବୋଧ। ତ ଏଗୁଡ଼ିକ ପିଲାମାନେ ଦେଖିନେବ, ଏଠି ସେମିତି କିଛି ଇମ୍ପୋର୍ଟାଣ୍ଟ ନାହିଁ ହେଲା। ତ ରାଜନୈତିକ ଏବଂ ଆଇନଗତ ନିର୍ଣ୍ଣାୟକ, ନୈତିକ ନିର୍ଣ୍ଣାୟକ, ପରିବେଶଗତ ନିର୍ଣ୍ଣାୟକ, ତ ଏଗୁଡ଼ିକ ସବୁ ରହିଛି। ଯେମିତି ପରିବେଶରେ ଆମର କ'ଣ ଆସିଲା ନା ଜଳବାୟୁ, ଭୂଖଣ୍ଡ, ପ୍ରାକୃତିକ ସମ୍ପଦ। ନୈତିକ ଏବଂ ନୈତିକ ନିର୍ଣ୍ଣାୟକରେ ଆମର ଯଦି ବିବେକ କହୁଛେ, ଆମେ ଯେଉଁ ଠିକ୍ ଭୁଲର ଆନ୍ତରିକ ଭାବନାକୁ ଆମେ କହିବା କ'ଣ ନା ବିବେକ। ତୋର ବିବେକ ବାଧିତୁନି ବୋଲି ଆମେ ଥରେ ୱାର୍ଡ଼ ମଧ୍ୟ ୟୁଜ୍ କରୁଛେ। ତ ତା ସହିତ ଆସିଲା ଧାର୍ମିକ ବିଶ୍ୱାସ, ଦିବ୍ୟ ନିୟମ ଏବଂ କର୍ମ କିମ୍ବା ମୁଖ୍ୟରେ ବିଶ୍ୱାସ ରଖିବା, ନ୍ୟାୟ, ସମାନତା, ସତ୍ୟ, କର୍ତ୍ତବ୍ୟ ଏଗୁଡ଼ିକ ପ୍ରତି ମଧ୍ୟ କ'ଣ ଧ୍ୟାନ ଦେବା। ତ ଏଗୁଡ଼ିକ ହେଉଛି ଗୋଟେ ଗୋଟେ ଆମର କ'ଣ ନା ନିର୍ଣ୍ଣାୟକ ଗୁଡ଼ିକ ହେଲା। ତ ତାପରେ ଆସିଲା ନିଷ୍କର୍ଷ। ତ ତା ଦେଖିବା ପିଲା ନୀତିଶାସ୍ତ୍ରର ପରିଣାମ କ'ଣ, ତ ନୀତିଶାସ୍ତ୍ରର ସକାରାତ୍ମକ ପରିଣାମ ଟିକେ ଦେଖିଦେବା। ତ ଏଇଟା ଇମ୍ପୋର୍ଟାଣ୍ଟ ଟିକେ ବିଶ୍ୱାସ ଏବଂ ବିଶ୍ୱନୀୟତା, ତ ସଚ୍ଚୋଟତା ଏବଂ ସଚ୍ଚୋଟତା ଭଳି ନୈତିକ ନୀତିଗୁଡ଼ିକୁ ପାଳନ କରିବା ଅନ୍ୟମାନଙ୍କ ସହିତ ବିଶ୍ୱାସ ସୃଷ୍ଟି କରେ। ଯଦି ଆମେ ସଚ୍ଚୋଟତା ରହିବା ବା ଆମେ এই ନୀତିଗୁଡ଼ିକୁ ମାନି ଚଳିବା ତାହେଲେ ଆମ ଅନ୍ୟମାନଙ୍କ ସହିତ ଆମର ବିଶ୍ୱାସ ସୃଷ୍ଟି ହୁଏ। ତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଦୃଢ଼ ବ୍ୟକ୍ତିଗତ ଓ ବୃତ୍ତିଗତ ସମ୍ପର୍କକୁ ସେ ପ୍ରୋତ୍ସାହିତ କରିଥାଏ। କ'ଣ ନା ତ ବିଶ୍ୱାସ ଯଦି ଜଣଙ୍କ ପ୍ରତି ରହିଛି ତ ତାଙ୍କ ପ୍ରତି କ'ଣ ଆମର କ'ଣ ଅନ୍ୟମାନଙ୍କ ପ୍ରତି ବିଶ୍ୱାସ ସୃଷ୍ଟି ହୋଇପାରେ ଯଦି ଆମ ପାଖରେ ସଚ୍ଚୋଟତା ଅଛି ବା ସେଭଳି କାର୍ଯ୍ୟଗୁଡ଼ିକୁ ଆମେ ପାଳନ କରୁଛେ। ତ ସାମାଜିକ ସମନ୍ୱୟ ଏବଂ ସହଯୋଗ ଦେଖ, ଯେତେବେଳେ ବ୍ୟକ୍ତି
ଏବଂ ଗୋଷ୍ଠୀ ନୈତିକ ଭାବରେ କାର୍ଯ୍ୟ କରିଥାନ୍ତି ଏହା ଦ୍ୱନ୍ଦ୍ୱକୁ ହ୍ରାସ କରେ ଏବଂ ଶାନ୍ତିକୁ ପ୍ରୋତ୍ସାହିତ କରେ। ତ ଯେତେବେଳେ ଗୋଟେ ବ୍ୟକ୍ତି ବା ଗୋଷ୍ଠୀ ନୈତିକ ଭାବରେ କାର୍ଯ୍ୟ କରନ୍ତି ଏହା ଗୋଟେ ଦ୍ୱନ୍ଦ୍ୱକୁ ହ୍ରାସ କରିଥାଏ ଏବଂ ଶାନ୍ତିକୁ ସେ ପ୍ରୋତ୍ସାହିତ କରିଥାଏ। ଆଉ କିଛି ନାହିଁ ପିଲାମାନେ, ତାର ଉନ୍ନତି ନିଷ୍ପତ୍ତି ଗ୍ରହଣ, ଏଇଟା ଉନ୍ନତି ନିଷ୍ପତ୍ତି ଗ୍ରହଣ ମଧ୍ୟ ସେ ନେବାରେ ଠିକ୍ ଭାବରେ ନିଷ୍ପତ୍ତି ନେବାର ସାହାଯ୍ୟ କରିଥାଏ। ନୀତିଶାସ୍ତ୍ର ଯୁକ୍ତିଯୁକ୍ତ ନୈତିକ ଭାବରେ ସଠିକ୍ ନିଷ୍ପତ୍ତି ନେବା ପାଇଁ ଗୋଟେ ଢାଞ୍ଚା ପ୍ରଦାନ କରେ। ଏଇଟା ମନେ ରଖ, ଆଉ କିଛି ପଏଣ୍ଟ ମନେ ରଖିବା ଦରକାର ନାହିଁ। ତ ଦୀର୍ଘକାଳୀନ ସଫଳତା, ଯଦିଓ ଅନେକ କାର୍ଯ୍ୟ କ୍ଷଣିକ ଲାଭ ପାଇଁ ପ୍ରଦାନ କରିପାରେ କିନ୍ତୁ ନୈତିକ ଆଚରଣ ଦୀର୍ଘକାଳୀନ ସଫଳତାର ଚାବିକାଠି ହେଲା। ତ ଏଇଟା ଗୋଟେ ମନେ ରଖ। ଏଇ ଦୁଇଟା ପଏଣ୍ଟ, ଉପର ଦୁଇଟା ପଏଣ୍ଟ, ଏଇଟା ଏଇ ଦୁଇଟା ସାମାଜିକ ସମନ୍ୱୟ ଏବଂ ସହଯୋଗ, ବିଶ୍ୱାସ ଏବଂ ବିଶ୍ୱସନୀୟତା, ଏଇଟା ହେଉଛି ସକାରାତ୍ମକ। ତ ନକାରାତ୍ମକ ଦେଖିବା, ନକାରାତ୍ମକ ଦେଖିବା ବିଶ୍ୱାସର କ୍ଷୟ। ତ ମିଛ କହିବା କିମ୍ବା ପ୍ରତାରଣା ଭଳି ଅନେକ ଅନୈତିକ କାର୍ଯ୍ୟ ଯାହାକି ବିଶ୍ୱାସକୁ ଆମର ଭାଙ୍ଗିଦିଏ। ଯଦି ଆମେ କାହାକୁ ମିଛ କହିବା, କାହା ପ୍ରତି ବିଶ୍ୱାସଘାତକତା କରିବେ ତ ତାହେଲେ ଆମର ସେଇଟା ବିଶ୍ୱାସକୁ ଭାଙ୍ଗିଦିଏ। ଏହାଫଳରେ ଗୋଟେ ବ୍ୟକ୍ତିଗତ ସମ୍ପର୍କଟା ନଷ୍ଟ ହୋଇପାରେ ଏବଂ ଗୋଟେ କମ୍ପାନୀର ପ୍ରତିଷ୍ଠାକୁ ଗୁରୁତର ଭାବରେ ସେ କ୍ଷତି ପହଞ୍ଚାଇ ପାରେ। ସେହିଭଳି ଭାବରେ ଦ୍ୱନ୍ଦ୍ୱ ଏବଂ ବିଭେଦ, ତ ଅନୈତିକ ଆଚରଣ ପ୍ରାୟତଃ ସନ୍ଦେହ ଏବଂ ଶତ୍ରୁତାର ପରିବେଶ ସୃଷ୍ଟି। ଯଦି ଆମେ ଜଣଙ୍କ ପ୍ରତି ଦ୍ୱନ୍ଦ୍ୱ ସୃଷ୍ଟି ହେଲା ବା ଯଦି ସନ୍ଦେହ ଆସିଲା ତାହେଲେ ଆମର ସେ ଭିତରେ ଗୋଟେ କ'ଣ ଶତ୍ରୁତା ଷ୍ଟାର୍ଟ ହେଲା ବୋଲି ଭାବିଦିଅ। ଏହା ଏକ କର୍ମକ୍ଷେତ୍ରରେ, ଏହା ଏକ କର୍ମଚାରୀ ବା ଜିତତା ଉଚ୍ଚ କାରବାର ଏବଂ ଏକ ବିଷାକ୍ତ ସଂସ୍କୃତି ସୃଷ୍ଟି କରିପାରେ। ଏଇଟା ହେଉଛି ସେକେଣ୍ଡ ପଏଣ୍ଟ। ଥାର୍ଡ଼ ହେଉଛି ଆଇନଗତ ଏବଂ ଆର୍ଥିକ ଦଣ୍ଡ, ଠକେଇ କିମ୍ବା ସୁରକ୍ଷା ନିୟମ ଉଲ୍ଲଂଘନ ଭଳି ଅନୈତିକ କାର୍ଯ୍ୟ କିମ୍ବା ବେଆଇନ କାର୍ଯ୍ୟକଳାପରେ ଲିପ୍ତ ହେବା ଦ୍ୱାରା ମହଙ୍ଗା ମାମଲା ଏବଂ ଭାରି ଜରିମାନା ଏବଂ ଅପରାଧମାନଙ୍କ ଅଭିଯୋଗ ମଧ୍ୟ ହୋଇପାରେ ହେଲା। ଯଦି ଆମେ ନ ମାନିବା, ଆଇନଗତ କାର୍ଯ୍ୟକୁ ନ ମାନିବା ବା ଆର୍ଥିକ ଦଣ୍ଡ ନ ଦେବା ତ ଏଇଗୁଡ଼ିକ ହେଲା। ତ ବ୍ୟକ୍ତି ଏବଂ ପରିବେଶର କ୍ଷତି ମଧ୍ୟ ଏଠାରେ ଘଟିଥାଏ। ଅନୈତିକ କାର୍ଯ୍ୟଗୁଡ଼ିକୁ ପ୍ରାୟତଃ ବାସ୍ତବ ବିଶ୍ୱର କ୍ଷତି କରିଥାଏ। ଏହା ଶ୍ରମିକଙ୍କ ଶୋଷଣ ଏବଂ ଗ୍ରାହକମାନଙ୍କ ଠାରୁ ଭ୍ରମିତ କରିବାଠାରୁ ଆରମ୍ଭ କରି ଅବୈଧ ଖଣି କିମ୍ବା ପ୍ରଦୂଷଣ ମାଧ୍ୟମରେ ମଧ୍ୟ କ'ଣ ପରିବେଶର ଅବନତି ପର୍ଯ୍ୟନ୍ତ ହୋଇପାରେ। ତ ଏତିକି ରହିଛି ପିଲାମାନେ, କିଛି ନା ନୀତିଶାସ୍ତ୍ରର ପରିମାଣ ଦେଖିଥିଲ, ପରିଣାମ, ତ ଆଉ ଏଠି ସେମିତି କିଛି ନାହିଁ। ତ ଏଇଟା ହେଉଛି ଆମର କ'ଣ ନା ମାନବ କାର୍ଯ୍ୟର ପରିଣାମ। ତ ଦେଖ, ବ୍ୟକ୍ତିଗତ ଦେଖିନିଅ, ତ ବର୍ତ୍ତମାନ ସାମାଜିକ ମଧ୍ୟ କେତେଟା ଦେଖିନିଅ, ରାଜନୈତିକ, ଆର୍ଥିକ, ପରିବେଶ ତ ସେ ଗୋଟେ କଥା ହିଁ। ତ ଆଜିର ଆମର ଚାପ୍ଟର 1 ଏଠି ସରିଲା ପିଲାମାନେ। ସେକେଣ୍ଡ ଚାପ୍ଟର କାଲି ଷ୍ଟାର୍ଟ କରିଦେବା। ତ ଯେଉଁଟା ଆମର ଅଛି କ'ଣ ପିଲାମାନେ, ବ୍ୟକ୍ତିଗତ ଏବଂ ସାର୍ବଜନୀନ ସମ୍ପର୍କରେ ନୈତିକତାର ବିଭିନ୍ନ ଦିଗନ୍ତ ବା ଡାଇମେନସନ୍ ଅଫ୍ ଏଥିକ୍ସ ଇନ୍ ପ୍ରାଇଭେଟ୍ ଆଣ୍ଡ ପବ୍ଲିକ୍ ରିଲେସନସିପ୍ ହେଲା। ତ ପ୍ରାଇଭେଟ୍ ରିଲେସନସିପ୍ରେ ଏବଂ ପବ୍ଲିକ୍ ରିଲେସନସିପ୍ରେ ନୈତିକତାର କ'ଣ କ'ଣ ଦିଗ ଗୁଡ଼ିକ ରହିଛି ତ ସେ ବିଷୟରେ ଆମେ ଆଲୋଚନା କରିବା। ତ ଆଜି ପାଇଁ କ୍ଲାସ୍ 2 ପିଲାମାନେ ଏଠି ରଖୁଛି। ଜୟ ଜଗନ୍ନାଥ।